ଯଦି ଆପଣଙ୍କୁ କିଏ କହୁଛି ଗୋଟେ ଝିଅ କହୁଛି କି ମୋତେ ରାତି ଭୋର 4ଟାରୁ 5ଟା ଭିତରେ ମୋତେ ଆସି ଦେଖା କରନ୍ତୁ, ପ୍ରତିଦିନ ମୋତେ ଭୋର 4ଟାରୁ 5ଟା ଭିତରେ ଦେଖା କରି ମୋ ସହିତ କଥା ହେବାର ଅଛି, ମୋ ସହିତ ଟାଇମ୍ ପାସ୍ କରିବାର ଅଛି, ଆପଣ ପଡ଼ି ଉଠିକିରି ଦୌଡ଼ୁଛନ୍ତି, ମାନେ ସାଇକେଲ ହଉ କି ବାଇକ୍ ହଉ କି ଚାଲି ଚାଲିକି ମାଡ଼ି ପଳାଉଛନ୍ତି ତା ପାଖକୁ, ସେ ଯେତେ ଦୂର ହଉନା କାହିଁକି। ଆପଣ ଏଇଟା ଭାବି ପାରନ୍ତନି ଆପଣ ସେତେବେଳେ ବେହୋସରେ ଥାଆନ୍ତି, ଆପଣଙ୍କୁ ପ୍ରେମ ପାଗଳ କରିଦେଇଥାଏ, କିନ୍ତୁ ଆପଣ ନିଜର କ୍ଷତି ହିଁ କରୁଛନ୍ତି। ଯେତେବେଳେ କୌଣସି ଗୋଟେ ଝିଅ ଆପଣଙ୍କୁ ଡାକୁଛି ଆପଣ ଦୌଡ଼ିକିରି ପଳାଉଛନ୍ତି ରାତି 4ଟାରେ, କିନ୍ତୁ ଆପଣ ନିଜ ଶରୀର ପାଇଁ ଏତିକି କରିପାରୁନାହାନ୍ତି ରାତି 4ଟାରେ ଉଠି ସ୍ନାନ ସାରିକିରି କୌଣସି ଗୋଟେ ଭଗବାନଙ୍କ ପାଖରେ ନିଜକୁ ସେତିକି ଟାଇମ୍ ଦେଉନାହାନ୍ତି, 1 ଘଣ୍ଟା କି ଅଧଘଣ୍ଟା, କିନ୍ତୁ ସାମାନ୍ୟ ଗୋଟେ ପର ଝିଅ ପାଇଁ ଆପଣ ଟାଇମ୍ ୱେଷ୍ଟ କରୁଛନ୍ତି। ଆପଣ ଏତେ ବଡ଼ ପାଗଳ, ଏତେ ବଡ଼ ବୋକା ଅଟନ୍ତି, ଜାଣିଶୁଣି ନିଜର ଲାଇଫଟାକୁ ବର୍ବାଦ କରୁଛନ୍ତି। ଆରେ ଯେଉଁଥିରେ ନିଜର ନିଜର ନିଜ ପରିବାରର ସବୁକିଛି ମାନେ ଭଲ ହବ ସେଇଟା ନ ଚାହିଁ ଆପଣ ଗୋଟେ ପର ନାରୀ ପଛରେ ସମୟ ବର୍ବାଦ କରୁଛନ୍ତି, ଯିଏ ତୁମକୁ ଆରମ୍ଭରୁ କଷ୍ଟ ଦେଇ ଦେଇ ଶେଷରେ ଆପଣଙ୍କ ଜୀବନକୁ ବି ନେଇଯିବ। ଆପଣ ଏଇଆ କାହିଁ ଭାବୁନାହାନ୍ତି? ନିଜର ଘରେ ସ୍ତ୍ରୀ ଥାଉ ଥାଉ ବି ଆପଣ ପର ନାରୀ ପଛରେ ଗୋଡ଼ଉଛନ୍ତି। ଆପଣ ଜାଣୁଛନ୍ତି ଏବେ ବ୍ୟାଚଲର ଅଛନ୍ତି, ଆପଣଙ୍କ ପାଇଁ ଆପଣ ସିଓର ଯେ ଆପଣଙ୍କ ପାଇଁ ଜଣେ କ୍ୟାଣ୍ଡିଡେଟ୍ କୋଉଠି ୱେଟ୍ରେ ଅଛି, ତଥାପି ଆପଣ ନିଜ ଲାଇଫକୁ ବର୍ବାଦ କରୁଛନ୍ତି, ନିଜ ପିତାମାତାକୁ ହଇରାଣ କରୁଛନ୍ତି। ଆଉ ସେଇ ପୁଅମାନେ ହିଁ ଅଯୋଗ୍ୟ ପଳେ, ଯାହାକି ସବୁ ବୁଦ୍ଧିଭ୍ରଷ୍ଟ ହୁଏ, ଶେଷରେ ସେମାନେ ଗୋଟେ ମାନେ ଲାଇଫ ମାନେ ଭବିଷ୍ୟତ ପୁରା ଅନ୍ଧାର ହୋଇଯାଏ ତାଙ୍କର। ସାମାନ୍ୟ ଗୋଟେ ନାରୀ ପାଇଁ, ଗୋଟେ ଝିଅ ପାଇଁ ଆପଣ ନିଜକୁ ନଷ୍ଟ କରିଦଉଛନ୍ତି। କେତେ ଦିନର ପରିଚୟ ସେ ଆପଣଙ୍କ ଝିଅ ସହିତ, ନିଜ ବାପା ମାଆଙ୍କୁ କଷ୍ଟ ଦଉଛ ଆପଣ, ନିଜ ପରିବାରକୁ ସମୟ ନ ଦେଇ ପରିବାରକୁ ଅଣଦେଖା କରୁଛ। ଏମିତିକି ବୁଢ଼ା ବୟସରେ ଗୋଟେ ଗୋଟେ ବୁଢ଼ା ଯାହାକୁ ଅର୍ଦ୍ଧ ପାଗଳ କୁହନ୍ତି, ସେମାନେ ବି ଗୋଟେ ଗୋଟେ ବୁଢ଼ୀଙ୍କ ପଛରେ ପାଗଳ ହଉଛନ୍ତି, ନିଜ ଘରେ ନାରୀ ଥାଉ ଥାଉ, ନିଜର ସ୍ତ୍ରୀ ଥାଉ ଥାଉ। ଆରେ ସେଇମାନେ ହିଁ ତ ଭୋଗିବେନି, ଆଉ କିଏ ଭୋଗିବେ? ଆରେ ଯଦି ଯେଉଁମାନେ ଭଗବତ ପ୍ରେମରୁ ବାହାରକୁ ବାହା ଯାଉଛନ୍ତି, ସେମାନଙ୍କ ଭିତରେ କାମ ଦେବ ଗୋଟେ ରାକ୍ଷସ ତାଙ୍କ ଭିତରେ ପଶିଯାଏ, ଯାହାକି ତାଙ୍କୁ ଖିନଭିନ କରେ ତାଙ୍କ ଶରୀରକୁ, ସବୁବେଳେ ସେମାନେ ଖାଲି ପ୍ରେମ ପାଗଳ ହୁଅନ୍ତି। ଏମିତିକି ଛୋଟ ଛୁଆଙ୍କୁ ବି ସେମାନେ ମାନନ୍ତି ନାହିଁ। ସାବଧାନ ହେଇଯାଆନ୍ତୁ, ଶେଷରେ ନହେଲେ ଏମିତି ପସ୍ତେଇବେ କେହି ବି ପିଠିରେ ପଡ଼ିବେନି।